ଆପଣଙ୍କର ଅଣ୍ଟା ଦରଜ ସବୁବେଳେ ହେଉଛି। ଅଣ୍ଟା ଦରଜ ହେବା ସହିତ ଆପଣଙ୍କ ଅଣ୍ଟା ଘୋଳା ବିନ୍ଧା ବି କରୁଛି କିମ୍ବା ଆପଣଙ୍କର ଗୋଡ଼ ବି ବହୁତ ଅଧିକ ଘୋଳା ବିନ୍ଧା କରୁଛି। ଆଜିର ଏ ଭିଡ଼ିଓ ଆପଣ ପୁରା ଦେଖନ୍ତୁ, ଯେଉଁଥିରେ କେତୋଟି ଅତି ସହଜ ଉପାୟ ବିଷୟରେ ଆପଣ ଜାଣିବେ, ଯାହାଦ୍ୱାରା ଆପଣଙ୍କର ଅଣ୍ଟା ଦରଜ ଆଉ ଆପଣଙ୍କର ଅଣ୍ଟା ଗୋଡ଼ ଏସବୁର ଘୋଳା ବିନ୍ଧା ପୁରାପୁରି ଭଲ ହେଇଯିବ। ଅଳ୍ପ ଖର୍ଚ୍ଚରେ ଆପଣଙ୍କର କାମ ହେଇଯିବ। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଏ ଭିଡ଼ିଓ ଆଉ ଜାଣିବା କ'ଣ ସେସବୁ ଘରୋଇ ଉପଚାର। ଆଜି ଆପଣ ତିନୋଟି ଘରୋଇ ଉପଚାର ବିଷୟରେ ଜାଣିବେ, ଯେଉଁଗୁଡ଼ାକ କରିବା ଅତି ସହଜ, କମ୍ ସମୟ ଭିତରେ ଆପଣଙ୍କର କାମ ହେଇଯିବ। କିନ୍ତୁ ଏଥିରେ ଆପଣଙ୍କର ଯେତେ ସବୁ ଜଏଣ୍ଟ ପେନ୍ ରହୁଛି, ଯେମିତିକି ଆପଣଙ୍କର ଅଣ୍ଟା ବହୁତ ଅଧିକ ଦରଜ କରୁଛି, ଆପଣଙ୍କର ଅଣ୍ଟା ଘୋଳା ବିନ୍ଧା କରୁଛି, ଆପଣଙ୍କର ଗୋଡ଼ ଘୋଳା ବିନ୍ଧା କରୁଛି କିମ୍ବା ଆପଣଙ୍କର ଆଣ୍ଠୁ ସ୍ଥାନ ଏସବୁ ଦରଜ କରୁଛି, ବସିବା ଉଠିବା ଆପଣଙ୍କର ପାଇଁ ବହୁତ ଅଧିକ କଷ୍ଟ ହେଇଯାଉଛି, ଅସହ୍ୟ ଯନ୍ତ୍ରଣା ହେଉଛି ଆପଣଙ୍କର, ଏସବୁ ସମସ୍ୟା ଆପଣଙ୍କର ଧୀରେ ଧୀରେ କରିକି କମିଯିବ। ବିଶେଷ କରି ଦେଖାଯାଏ ଏମିତି ଯେ ଶୀତ ଋତୁରେ ଆପଣଙ୍କର ଅଣ୍ଟା ଦରଜ କିମ୍ବା ଗୋଡ଼ ଘୋଳା ବିନ୍ଧା ଏସବୁ ଅଧିକ ପରିମାଣରେ ହୁଏ। କିନ୍ତୁ ଯଦି ଆପଣଙ୍କର ବର୍ଷ ସାରା ହେଉଛି, ତେବେ ଏଇଟା ଗୋଟେ ଚିନ୍ତାର ବିଷୟ। ଆଉ ଆପଣ କେତେ ବା ମେଡିସିନ ଖାଇବେ? ମେଡିସିନର ବି ଅଲଗା ସବୁ ସାଇଡ୍ ଇଫେକ୍ଟ ରହିଛି। ତ ସେଥିପାଇଁ କେତୋଟି ଏମିତି ଆପଣଙ୍କୁ ଘରୋଇ ଉପଚାର ଦରକାର, ଯେଉଁଗୁଡ଼ାକ କରିବା ଅତି ସହଜ ଆଉ କମ୍ ଖର୍ଚ୍ଚରେ ଆପଣଙ୍କର ହେଇଯିବ। କାରଣ ଏବେ ଯେଉଁ ସିଚୁଏସନ ହେଲାଣି, ଯଦି ଆପଣଙ୍କର ଜଏଣ୍ଟ ପେନ୍ ସବୁବେଳେ ଲାଗି ରୁହେ, ତ ବେଳ ଆସିବ ଏମିତି ଯେଉଁଥିରେ କି ନା ଆପଣ ଚାଲିପାରିବେ, ନା ଆପଣ ବସିପାରିବେ, ଉଠିପାରିବେ, କିଛି କାମ କରିପାରିବେ। ଆଉ ସେଥିପାଇଁ ଯେତେବେଳେ ଆପଣଙ୍କର ଏସବୁ ସମସ୍ୟା ଷ୍ଟାର୍ଟ ହେଉଛି, ସେତେବେଳେ ହିଁ ଯଦି ଆପଣ କିଛି ନା କିଛି ଟ୍ରିଟମେଣ୍ଟ ତାର କରୁଛନ୍ତି, ନିଶ୍ଚୟ ଦେଖିବେ ଜଲ୍ଦି ଆପଣଙ୍କୁ ଆପଣଙ୍କ ସମସ୍ୟାର ସମାଧାନ ମିଳିଯିବ। ତ କ'ଣ ସେ ଘରୋଇ ଉପଚାର, ଆସନ୍ତୁ ଜାଣିବା। ଯେମିତିକି ନମ୍ବର 1ରେ ଅଛି, ଆପଣ ରେଗୁଲାର ଗ୍ରୀନ୍ ଟି ପିଅନ୍ତୁ। ଗ୍ରୀନ୍ ଟି ଆପଣଙ୍କୁ ଗୋଟେ ବହୁତ ହି ବଢ଼ିଆ ମେଡିସିନ ଭଳି କାମ ଦେଇପାରିବ ଆପଣଙ୍କର ଜଏଣ୍ଟ ପେନ୍ ପାଇଁ। ଆପଣଙ୍କର ଯଦି ସବୁବେଳେ ଅଣ୍ଟା ଦରଜ ରହୁଛି, ବିନ୍ଧା ଚିଟିକା କରୁଛି, ଗୋଡ଼ ଆପଣଙ୍କର ଦରଜ କରୁଛି, ଘୋଳା ବିନ୍ଧା ହେଉଛି, କାରଣ ଯେତେବେଳେ ଆପଣ ଗ୍ରୀନ୍ ଟି ରେଗୁଲାର ପିଅନ୍ତି, ଆପଣଙ୍କୁ ବହୁତ ଅଧିକ ଆଣ୍ଟି ଅକ୍ସିଡେଣ୍ଟ ସେଥିରେ ମିଳେ। ସେମିତି ତ ନର୍ମାଲି ଯେଉଁ ଚା ଆପଣ ପିଉଛନ୍ତି, ସେଥିରେ ବି ଆଣ୍ଟି ଅକ୍ସିଡେଣ୍ଟ ରହିଛି, କିନ୍ତୁ ଗ୍ରୀନ୍ ଟିରେ ଅଧିକ ପରିମାଣରେ ରହିଛି। ଆଉ କେବଳ ଏତିକି ନୁହଁ, ଗ୍ରୀନ୍ ଟିରେ ଏମିତି କିଛି ଔଷଧୀୟ ଗୁଣ ରହିଛି, ଯାହା ଆପଣଙ୍କ ଦରଜର ସମସ୍ୟାକୁ କମାଇ ଦିଏ। ଯେକୌଣସି ସ୍ଥାନରେ ଯଦି ଆପଣଙ୍କର ଦରଜ ରହୁଛି ଶରୀରରେ, ତ ସେଇ ସବୁକୁ ଧୀରେ ଧୀରେ କମାଇ ଦେବ। ପ୍ଲସ୍ ଜଏଣ୍ଟ ପେନ୍ ଯଦି ଆପଣଙ୍କର ହେଉଛି, ହୁଏତ ଆପଣଙ୍କର କ୍ୟାଲସିୟମ ଅଭାବ ଯୋଗୁଁ ହେଇପାରେ, କିମ୍ବା କ୍ୟାଲସିୟମ ଆପଣଙ୍କ ଶରୀର ଅବଜର୍ଭ କରିପାରୁନାହିଁ, ସେଥିପାଇଁ ହେଇପାରେ। ନଚେତ୍ ଆପଣଙ୍କର ଅଣ୍ଟା ଗୋଡ଼ ଦରଜ ଏଥିପାଇଁ ହେଉଛି ଯେ ଆପଣଙ୍କର ସେସବୁ ସ୍ଥାନ ମାନଙ୍କରୁ କ୍ୟାଲସିୟମଟା ଧୀରେ ଧୀରେ କମି ଆସିଲାଣି, କିମ୍ବା ଆପଣଙ୍କର ବୋନ୍ ସବୁ ୱିକ୍ ହେଇଗଲାଣି। ତ ଏଭଳି ଅନେକ ସମସ୍ୟା ରହିଛି, ଯେଉଁଥିପାଇଁ ଆପଣଙ୍କର ଜଏଣ୍ଟ ପେନ୍ଟା ଅଧିକ ଦେଖାଯାଏ। ତ ସେଥିପାଇଁ ଯଦି ଆପଣ ଗ୍ରୀନ୍ ଟି ରେଗୁଲାର ପିଉଛନ୍ତି, ଏଥିରେ ଆପଣଙ୍କୁ ଅନେକ ପ୍ରକାର ବେନିଫିଟ୍ ମିଳିପାରିବ, ଯେମିତିକି ଆଣ୍ଟି ଅକ୍ସିଡେଣ୍ଟ କଥା କହିଲି, ପ୍ଲସ୍ ଗ୍ରୀନ୍ ଟିରେ ଫାଇବରର ମାତ୍ରା ବି ଥାଏ। ଏହା ସହିତ ଗ୍ରୀନ୍ ଟିରେ ଆପଣଙ୍କୁ ଭିଟାମିନ୍ ସି ବି କିଛି ମିଳିଯାଏ, ଯେଉଁଗୁଡ଼ାକ ଆପଣଙ୍କ ଖାଦ୍ୟରୁ କ୍ୟାଲସିୟମ, ଆଇରନ୍ ଏସବୁକୁ ଅବଶୋଷଣ କରିବାରେ ବହୁତ ଅଧିକ ସାହାଯ୍ୟ କରେ। ପ୍ଲସ୍ ଏମିତି ବି ଅନେକ ପ୍ରକାରର ଔଷଧୀୟ ଗୁଣ ରହିଛି, ଯେଉଁଗୁଡ଼ାକ ଆପଣଙ୍କର ଜଏଣ୍ଟ ପେନ୍ର ସମସ୍ୟାକୁ ଦୂର କରେ। ଆଉ ଜଏଣ୍ଟ ସ୍ଥାନ କେଉଁଗୁଡ଼ାକ, ଆପଣଙ୍କର ଅଣ୍ଟା ବି ଆସୁଛି ଜଏଣ୍ଟ ଭିତରେ, ଆପଣଙ୍କର ଆଣ୍ଠୁ, ଆପଣଙ୍କର ପାଦଗଣ୍ଠି, ଏସବୁ ବି ତ ଆସୁଛି ଆପଣଙ୍କର ଜଏଣ୍ଟ। ତ ଏଥିପାଇଁ ଯଦି ଆପଣ ଗ୍ରୀନ୍ ଟି ରେଗୁଲାର ପିଉଛନ୍ତି, ଦେଖିବେ ନିଶ୍ଚୟ ଆପଣଙ୍କୁ ବହୁତ ଅଧିକ ସମସ୍ୟାର ସମାଧାନ ମିଳିଯିବ। କେବଳ ଯେ ଆପଣଙ୍କର ଜଏଣ୍ଟ ପେନ୍ ଦୂର ହେବ ସେମିତି ନାହିଁ, ଅଣ୍ଟା ଆଣ୍ଠୁ ଦରଜ ଏସବୁ ଦୂର ହେବ। ଆହୁରି ବହୁତ ସାରା ବେନିଫିଟ୍ ଆପଣଙ୍କୁ ମିଳିବ, ଯେମିତିକି ଆପଣଙ୍କ ପେଟର ଚର୍ବି ଧୀରେ ଧୀରେ କମିବ, ଆପଣଙ୍କ ଶରୀରରେ ମେଟାବଲିଜମ ବଢ଼େ, ଏହା ସହିତ ଆପଣଙ୍କ ଶରୀରକୁ ବହୁତ ଅଧିକ ଏନର୍ଜେଟିକ୍ ବି ଫିଲ୍ ହୁଏ। ତ ଫର୍ଷ୍ଟ ଘରୋଇ ଉପଚାର ହେଉଛି ଗ୍ରୀନ୍ ଟି। ସେକେଣ୍ଡ ହେଉଛି ଯେ ଆପଣ ଯଦି ରାଶି ତେଲକୁ ଆପଣଙ୍କ ଅଣ୍ଟାରେ ମସାଜ କରୁଛନ୍ତି, ମାଲିସ କରୁଛନ୍ତି ଦିନକୁ 2 ଥର, ତ ଏଥିରେ ବି ଆପଣଙ୍କର ଅଣ୍ଟା ଦରଜର ସମସ୍ୟା କମେ। ଯଦି ଗୋଡ଼ ଆପଣଙ୍କର ଘୋଳା ବିନ୍ଧା କରୁଛି, ଆଣ୍ଠୁ କିମ୍ବା ପାଦଗଣ୍ଠି, ଯେତେ ସବୁ ଜଏଣ୍ଟ ସ୍ଥାନ ଆପଣଙ୍କର ରହିଛି, ସେ ସବୁଥିରେ ଯଦି ରାଶି ତେଲକୁ ଆପଣ ଦିନକୁ 2 ଥର ମସାଜ କରିବେ, ଏଥିରେ ବି ଆପଣଙ୍କୁ ଖୁବ ସାରା ଫାଇଦା ମିଳେ। କାରଣ ରାଶି ତେଲ ବି ଏମିତି କିଛି କମ୍ପାଉଣ୍ଡରେ ତିଆରି, ଏମିତି କିଛି ପ୍ରପର୍ଟି ସେଥିରେ ଅଛି, ଯେଉଁଗୁଡ଼ାକ ଆପଣଙ୍କର ଦରଜକୁ ଟାଣିକି ବାହାର କରିଦିଏ, ଆପଣଙ୍କର ବୋନ୍ସକୁ ଷ୍ଟ୍ରଙ୍ଗ କରେ, ଆପଣଙ୍କର ମସଲ୍ସକୁ ଷ୍ଟ୍ରଙ୍ଗ କରେ, ଯାହାଦ୍ୱାରା ଆପଣଙ୍କର ଜଏଣ୍ଟ ପେନ୍ ଯେତେ ସବୁ ସ୍ଥାନରେ ହେଉଛି, ସେଟା ଆପଣଙ୍କର ଅଣ୍ଟା ହେଇପାରେ, ସେଟା ଆପଣଙ୍କର ଗୋଡ଼ ହେଇପାରେ, ଆଣ୍ଠୁ ହେଇପାରେ, ପାଦର ଗଣ୍ଠି ହେଇପାରେ। ତ ଏଇ ସବୁ ସ୍ଥାନ ମାନଙ୍କର ଦରଜ ଟାଣିକି ବାହାର କରିଦେବ। ଆପଣଙ୍କର ଅଣ୍ଟା ଦରଜ, ଗୋଡ଼ ଦରଜ, ଘୋଳା ବିନ୍ଧା ଏସବୁ ସମସ୍ୟା ଜଲ୍ଦି ଜଲ୍ଦି କମିବାକୁ ଲାଗେ। ଦିନକୁ କମ ସେ କମ 2 ଥର ଆପଣ
मसाज करंतु देखंतु अंटा निजे मालिश करबा तो एते सहज नुह जदि आपण फैमिली मेंबर काहाकू कहउचंती तो से अति सहज रे याको मालिश कर देबे आ जे मानकर सकाळु उठिबा मात्रे अंटा बहुत अधिक दरज करूची विधा चिटिका हेउची प्लस गोड़ दरज हे जाउची आपण माने सकाळु उठिकी चाली पारु नाहांती किछि काम करि पारु नाहांती तो सेमिति रे जदि आपण दिनको 2 ରୁ 3 थर भी राशि तेल को मालिश करचंती आपणकर अंटा रे आपणकर आंठू रे ए सब स्थान मानकर देखिबे निश्चय आपनको बहुत सारा बेनिफिट मिली थाए। नंबर 3 घरोई उपचार हेउची आपण जदि जुआणी पानी पिउचंती जुआणी पानी बा जुआणी चा जुआणी केमिति काम करे देखंतु बेले बेले कौन हुए जदि गैस भी आपणक पेटरे रुहे तेबे भी आपणकर अंटा दरज हुए किंबा घोड़ा बिंधा होता है विशेषकर घोड़ा बिंधा तो हुए नहीं गैस रहिले आपणकर अंटा दरज करे आ जदि आपणकर अंटा दरज करूचे आ आपण माने जानि परचन जे रेगुलर एभली समस्या होची तो यार माने हैला हुए तो आपणक पेटरे गैस रहउची गैस रहुथबारु आपणक अंटा ऊपर तार इफेक्ट पडुची जहा पई आपणकर अंटा दरजर समस्या बढ़ी जाउची आ सकाळु उठिकी आपण नई पारु नाहांती नईले आपण उठी पारु नाहांती तो ए सब समस्या आपणकर हेउची आ सेति पई जदि आपण जुआणी पानी को पिउचंती तबे निश्चय देखिबे आपणकर गैस रो समस्या भी दूर हो जाए आपणकर एथिरे अंटा दरज भी कमी जाए याको केमिति प्रस्तुत करिवे देखंतु राती रे गोटे ग्लास पानी आपण नै जांतु सेथिरे 1 चमच जुआणी आपण टिके कुटिकी से पके दियंतु राती सारा भेदिला ताको कवर करके छाड़ी दियंतु सकाळे खाली पेटरे थिबा अवस्था रे सेही पानी को आपण फुटांतु मीडियम फ्लेम रे फुटेबे तापर जेतेबेले पानी रे अधा रहि जेबा ताको छाणी दियंतु आ उषम थिबा अवस्था रे खाली पेटरे ही ताको पी दियंतु एथिरे आपनको बहुत सारा बेनिफिट मिले आपणकर गैस रो समस्या कमिला जो थेरे आपणकर पेट भी ठीक रहिला आ आपणकर अंटा भी ठीक रहिला जति रेगुलर आपण इहाको पिउचंती किछि दिन मासे 2 मास पिउचंती देखिबे आपणकर डाइजेस्टिव सिस्टम भी एथिरे स्ट्रांग हुए प्लस आपणकर जेते सब जॉइंट रो समस्या रहउची विशेष कर जो मानकर अंटा दरज रो समस्या होउची गैस पई तो से सब समस्या से मानकर कमी जिवो ये थिला फ्रेंड्स तीनोटी अति सहज घरोई उपचार जे गुडाक आपण ट्राई करंतु एथिरे अधिक किछि आपणकर खर्च नाही मेडिसिन जेते किनिबे सेते अधिक खर्च हबो किबा कोनोसी ऑइंटमेंट जेते किणुचंती आपण आपणकर अंटा रे मालिश करिबा पई सेथिरे अधिक खर्च किंतु एथिरे आपनको कम खर्च रे बहुत सारा बेनिफिट मिलिबो केवल आपणकर अंटा दरज कमिबो किबा केवल आपणकर गोड़ दरज कमिबो घोड़ा बिंधा कमिबो सेमिति आदौ भी नाही अन्य विभिन्न प्रकार हेल्थ बेनिफिट्स भी एथिरे आपनको मिलि पारे कारण ग्रीन टी हैला किबा राशि तेल ए सब आपनको बहुत सारा हेल्थ बेनिफिट देई थांती तो आज रो वीडियो जदि आपनको भलो लागिला चैनल को सब्सक्राइब करंतु वीडियो को लाइक करंतु वीडियो को शेयर करबा आदौ भी भूलिबेनी आज पे एतिकी।